नमस्कार, गुड मॉर्निंग, जय आरसीएम। बहुत बहुत धन्यवाद आपण मानक समस्त को आम राइट टाइम रे पहुंची जाइए। आज गुरुकुल सेशन बहुत ही लाजवाब, माने बहुत बढ़िया सेशन जो थे कि हमको आम स्वास्थ्य रक्षा उपरे आम जो प्रकार अभियान चलैचे पूरा हिंदुस्तान रे, ये बहुत हमको हेल्प करुच्ची। दुनिया स्वास्थ्य रक्षा हिसाब रे बुझुची जे मेडिकल को जिबा, किंतु एठी आमे स्वास्थ्य रक्षा उपरे बुझुचे जे आमे आहार को परिवर्तन करिबा। आम आहार द्वारा आम स्वास्थ्य रक्षा हो पारिबो, आमे सुस्थ रही परिबा। आमे असुस्थ होइकी मेडिकल को जाइकी तापरे पुणी भलो होइकी पुणी भलो हवा पई जो चेष्टा करूचे, जदि असुस्थ न हवा आम आहार को आमे परिवर्तन करिबा। तो आज गुरुकुल ले से प्रकार बहुत बड़ आमे देखा भी पाइले। जमती कि दीटा बहुत बढ़िया प्रोडक्ट लॉन्च ऑलरेडी हो जाइए, आम पाखे भी ऑलरेडी पहुंची जाइए, आम मैंने कहीं ना कहीं व्यवहार भी करिथिबा। से प्रोडक्ट बहुत बढ़िया प्रोडक्ट, जमती कि आमर माउथ फ्रेशनर तो बहुत बढ़िया। जो माने भी टेस्ट करचंती तार, मु जोठी भी जाऊची आमर जेते भी सेवा केंद्र अच्छी, सबू सेवा केंद्र रे ये प्रोडक्ट कुआडे गायब हो जाऊची। कहीं ना कहीं ताକୁ ନେଇକି ପଳାଉଛନ୍ତି। ଆଉ ସେ ତ ବହୁତ डिमांडेबल प्रोडक्ट ये हूँ माउथ फ्रेशनर। ଆଉ ଆପଣମାନେ ବି ତାକୁ ୟୁଜ୍ କରିବା ବି ନିହାତି ଜରୁରୀ। ଆଉ ତା ଦ୍ୱାରା ବହୁତ ସାରା ଔଷଧୀୟ ଗୁଣ ବି ଅଛି। ତା ଦେହରେ କୌଣସି ରିଫାଇଣ୍ଡ ସୁଗାର ଏସବୁ କିଛି ବି ନାହିଁ, ଯୋଉଟା କି ଆମ ହେଲ୍ଥ ପାଇଁ ବି ବହୁତ ଭଲ। ତା ଦେହରେ ଓମେଗା ବି ଅଛି, ଆମ ପାଇଁ ବି ବହୁତ ବଢିଆ। ତ ଇଏ ବହୁତ ବଢିଆ, ଆମେ ତାକୁ ରେଗୁଲାର ୟୁଜ୍ କରିବା ଦରକାର। ୟା ଦ୍ୱାରା ବହୁତ ସାରା ଲୋକଙ୍କର ଯୋଉମାନେ କି ଗୁଟକା ପାନ ଏସବୁ ଖାଉଛନ୍ତି, ଆମେ ବି ତାଙ୍କୁ ତାକୁ ଛଡେଇବାରେ ବହୁତ ହେଲ୍ପଫୁଲ ବି ହେଇଯାଇ ପାରିବା। ତା ଛଡା ଦେଖନ୍ତୁ ତାର ପରିଣାମ ଏମିତି ହଉଛି ଯେ ବେଳେ ବେଳେ ମାଉଥ କ୍ୟାନ୍ସର ଏସବୁ ତାଙ୍କର ବି ହେଇଯାଉଛି। ତ ତାକୁ ଆମେ ଛଡେଇବାରେ ବହୁତ ହେଲ୍ପଫୁଲ ବି ହେଇପାରିବା। ତା ସହିତ ଯୋଉ ଆଜି ଯୋଉ ବହୁତ ଭଲ ପ୍ରଡକ୍ଟ ଗୋଟେ ଲଞ୍ଚ ହେଲା, ଯୋଉଥିରେ କି ଲବଙ୍ଗର ସେଉ, ମାନେ ଲଙ୍ଗି ସେଉ ବୋଲି କୁହାଯାଉଛି, ସେଟା ବି ଆସିନି ଆମ ପାଖକୁ। ତ ସିଏ ବି ଆସିଲେ ସିଏ ବି ବହୁତ ବଢିଆ ଟେଷ୍ଟି ବି ପ୍ରଡକ୍ଟ। ଆଉ ତା ଛଡା ये जो प्रोडक्ट ଆମର ରହୁଛି, ଯୋଉଟା କି ଚାଟ୍ ମସଲା, ये ଚାଟ୍ ମସଲା ତ ବହୁତ ଟେଷ୍ଟି ପ୍ରୋଡକ୍ଟ। ଆଉ ପ୍ରତ୍ୟେକ ଯୋଉ ଚଟପଟି ଆଇଟମ ରେ ଆମେ ପକେଇକି ତାକୁ ଖାଇପାରିବା। ଆଉ ये ସବୁ ଜିନିଷରେ ଇଏ ଯେତେ ବି ପ୍ରୋଡକ୍ଟ ଆମ ପାଖରେ ଅଛି, ଯାହା ନୂଆ ନୂଆ ବି ଆସୁଛି, ତ ଇଏ କେବଳ ଗୋଟିଏ ଜିନିଷକୁ ଧ୍ୟାନ ରଖି କରାଯାଉଛି ଯେ ପାଟିକୁ ତ ଟେଷ୍ଟ ଲାଗିବ, ଠିକ ଅଛି, ଆମର ସ୍ୱାସ୍ଥ୍ୟକୁ ବି ଠିକ ରଖିବ। ଆମ ହେଲ୍ଥ ପାଇଁ ଏଟା ନିହାତି ଦରକାର, ଆମ ଶରୀର ପାଇଁ ନିହାତି ଦରକାର। ଯାହା ଯାହା ସେଇ ପ୍ରକାର ଇନଗ୍ରିଡିଏଣ୍ଟସ ବି ଆ ଦେହରେ ଅଛି। ଆଉ ଆ ଦେହରେ ଆମେ ବହୁତ କିଛି ଆମର ଉଁ, ଆ, ନିଜର ଉପକାର ତ କରିପାରିବା, ସମାଜର ବି ବହୁତ ସାରା ଉପକାର ବି ଆମେ କରିଦେଇ ପାରିବା। ତ ମୁଁ ଏଇଠି କହିବାକୁ ଆପଣମାନଙ୍କୁ ଚାହେଁ ଯେ ସମାଜ ଆମକୁ ବହୁତ କିଛି ଦେଇଛି। ତ ଇଏ ସମାଜକୁ ଆମକୁ କିଛି ରିଟର୍ନ କରିକି ଯିବାକୁ ଅଛି ଏ ଦୁନିଆରେ। ତ ସେଥିଲାଗି ୟାକୁ ବ୍ୟବହାର କରିବା ଦରକାର। ଆଉ ଯେମିତିକି ଟିସି ସାର୍ ସବୁବେଳେ କୁହନ୍ତି କି ଆମେ କେବଳ ଜୋସ୍ରେ ନ ରହିକି ହୋସ୍ରେ ବି ରହିବା ନିହାତି ଜରୁରୀ। କାରଣ ଭଲ ଭଲ କଥା ତ ଶୁଣିବାକୁ ଭଲ ଲାଗେ, କିନ୍ତୁ ତାକୁ ଯଦି କଲେ ସେଇଟା ସବୁଦିନେ ଆମେ ଆପ୍ଲାଏ ହେଇପାରିବ। ଆମର ଯୋଉ ଗ୍ୟାସେସ ର ଫର୍ମୁଲାରେ ଆମେ ମାନେ ଆଗକୁ ବଢୁଛେ, ଆମର ଡେଲି ଗ୍ରୋଥ ହଉଛି, ଆଉ ଯୋଉଥିରେ କି ଆମେ 100% ଆମେ ଗ୍ରୋଥ ଆମେ କରିପାରୁଛେ, ତ ତା ଉପରେ ବି ଆମେ ବହୁତ ଭଲ ଧ୍ୟାନ ଦେଇପାରିବା। ମୁଁ ବି ସେଇ ଫର୍ମୁଲା ଅନୁସାରେ କେତେଟି ଜିନିଷ ମୁଁ ଦେଖୁଥିଲି। ଯେମିତି କି ଆମେ ୱେଲକମ୍ ମିଟିଂରେ ଯଦି ଆମେ ମାଉଥ ଫ୍ରେଶନର ନେବା, ତ ତା ବିଷୟରେ କହିବା, ତାହେଲେ ସେ ବି ବହୁତ ପ୍ରଭାବଶାଳୀ ବି ହେଇଯାଇପାରିବ। ଲୋକଙ୍କୁ ଆମେ ପ୍ରାକ୍ଟିକାଲି କୋଉଠି ବି ମିଟିଂ ଯେତେବେଳେ କରୁଛେ, ତ ହୋମ ମିଟିଂ କରୁଛେ, ସେ ଜାଗାରେ ବସିକି ଆମେ ତାଙ୍କୁ ଭୁଜିଆ ଦଉଛେ, କାରଣ ସେଥିରେ ରାଇସ୍ ବ୍ରାନ୍ ଅଏଲ ଅଛି। ଆମେ ତାଙ୍କୁ ବିସ୍କିଟ୍ ଦଉଛେ, ସେଥିରେ ରାଇସ୍ ବ୍ରାନ୍ ଅଏଲ ଆଉ ଅଟାରେ ତିଆରି ହେଇଛି। ସେଇ ହିସାବରେ ଆମେ ତାଙ୍କୁ ଆଉ ଗୋଟେ ଆଡ୍ କରିଦେଇ ପାରିବା ଯେ ମାଉଥ ଫ୍ରେଶନର ଆମେ ଦେଖେଇ ପାରିବା ଲୋକଙ୍କୁ ପ୍ରାକ୍ଟିକାଲି। ଆମେ କେବଳ କଥାରେ ବିଶ୍ୱାସ କରିବାନି, ଆମେ କାମରେ କରିକି ଦେଖେଇବା। ଆମେ ଲୋକଙ୍କୁ ଦେଖେଇ ପାରିବା ଯେ ଆରସିଏମ ରେ ପ୍ରତ୍ୟେକଟି ଜିନିଷ ଯାହା ବି ହଉଛି ସ୍ୱାସ୍ଥ୍ୟ ରକ୍ଷା ପାଇଁ ହଉଛି।
आरसीएम तैयारी ହେଇଛି ସେଥିପାଇଁ ଯେ ଆମ ମଣିଷ ସମାଜର ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ଏ ପରିବେଶକୁ ସୁନ୍ଦର କରିବା ପାଇଁ ଆରସିଏମ ତିଆରି ହେଇଛି। ତା ସହିତ ଆମେ ୱେଲକମ୍ ମିଟିଂରେ ବି କରିପାରିବା। ୟା ଦ୍ୱାରା 100% ପ୍ରଡକ୍ଟ ଆମେ ୟୁଜ୍ ବି କରିଦେଇ ପାରିବା। ଆଉ ତା ସହିତ ପ୍ରତି ମାସରେ ଆମର ଯୋଉ ବିଜନେସ୍ ଗ୍ରୋଥ ହେଇ ହେଇ ଆସିବ। କୋଉ ମାସରେ କମିବନି, କାରଣ ନୂଆ ନୂଆ ପ୍ରଡକ୍ଟ ଆସୁଛି, ବଢିବା ଦରକାର। କମିବ କେମିତି? କମିବନି କେବେ, ପ୍ରତି ମାସରେ ବଢି ଚାଲିବ। ଆଉ ନା ତା ଛଡା ଆମେ ଯୋଉଠି ବି ଆ, ଆମେ ଆ, ଯୋଉ ଯୋଉ ପ୍ରକାରର ୟୁଏଲପି ପ୍ରୋଗ୍ରାମ, ୟୁଏଲପି କ୍ୱିକ୍ କରୁଛେ, ତ ସେ ୟୁଏଲପି କ୍ୱିକରେ ବି ଆମେ ଆକୁ ଟେଷ୍ଟ ବି କରିଦେଇ ପାରିବା। ତ ଯୋଉଥିରେ କି ବହୁତ ସାରା ହେଇପାରିବ। ତ ଆଜି ବହୁତ ସାରା ସାଥୀ ଅଛନ୍ତି, ତ ସମସ୍ତଙ୍କର ଆମେ ଆଜି ଭ୍ୟୁଜ ନେବା। କିନ୍ତୁ ତା ପୂର୍ବରୁ ମୁଁ ଆଜି ଫାଷ୍ଟ ଆମେ ଡାକିବି ଗୁରୁଦେବ ଆର କେ ଚାନ୍ଦ ସାର୍। ସାର୍ ଆପଣ ଷ୍ଟାର୍ଟ କରନ୍ତୁ ସାର୍। नमस्कार। नमस्कार सर। नमस्कार। जय जय आसियान। आरसीएम, नमस्कार जय सर, आरसीएम। नमस्कार। नमस्कार, नमस्कार। हाँ, थैंक यू। नमस्कार। जय आसियान सर। नमस्कार, जय आरसीएम। ସାର୍ କ୍ୟାମେରା ବନ୍ଦ ହେଇଗଲା ଆପଣଙ୍କର? हम्म। ହଁ ଆଜ୍ଞା। ଆଜିର ପ୍ରଡକ୍ଟସ୍ ତ ବହୁତ ଭଲ ପ୍ରଡକ୍ଟସ୍ ଗୋଟେ ଲଞ୍ଚ ହେଲା। ଆଉ ଗୋଟେ ପ୍ରଡକ୍ଟସ୍ ମାଉଥ ଫ୍ରେଶନର ଉପରେ ବହୁତ ଭଲ ଭଲ କଥା ସବୁ ମାନେ ଅନୁଭୂତି ସବୁ କହିଲେ। ଟିସିଜି ବି କହିଲେ କୋଉ ପ୍ରକାର ପ୍ରଡକ୍ଟ ଯୋଉ ତିଆରି ହଉଛି, କେତେ ମାନେ ରିସର୍ଚ୍ଚ କରିକିରି, କେତେ ଦାୟିତ୍ୱର ସହିତ କେମିତି ଭଲ ଲାଗିବ, ସ୍ୱାସ୍ଥ୍ୟ ପାଇଁ ବି ଭଲ ହବ, ଭଲ ବି ଲାଗିବ, ସ୍ୱାସ୍ଥ୍ୟ ପାଇଁ ବି ଭଲ ହବ, ଏସବୁ କୁ ଆଖି ଆଗରେ ରଖି କରାଯାଉଛି। କିନ୍ତୁ ସର୍ବଶେଷରେ ଇଏ ହଉଛି ଗୋଟେ ମାଧ୍ୟମ ଆମର ମହାନ ଲକ୍ଷ୍ୟକୁ ପୂରଣ କରିବା ପାଇଁ। ଆମର ମହାନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇଏ ପ୍ରଡକ୍ଟସ୍ ଗୋଟେ ମାଧ୍ୟମ। ତେଣୁ ଗ୍ୟାସେସ୍ ଉପରେ ପୁରା ଜୋର ଦେବାକୁ ପଡିବ, ଗ୍ୟାସେସ୍ ଫର୍ମୁଲା ଉପରେ। ଆଉ ଗ୍ୟାସେସ୍ ଉପରେ ଫର୍ମୁଲା ଉପରେ ମାନେ ଫୋକସ୍ କରିଲେ ହିଁ ଏ ପ୍ରଡକ୍ଟସ୍ ଯୋଉ ଏତେ ଭଲ କ୍ୱାଲିଟି ପ୍ରଡକ୍ଟସ୍, ଇଏ ତାର ମୂଲ୍ୟ ରହିବ। ଆମେ ଯଦି ତାକୁ ଆମର ସମସ୍ତଙ୍କ ପାଖରେ, ଆମର ଜଣାଶୁଣା ଲୋକଙ୍କ ପାଖରେ ତାକୁ ପହଞ୍ଚେଇ ପାରିବା, ତାହେଲେ ସିନା ଏ ପ୍ରଡକ୍ଟସ୍ ଏତେ ଗୁଣର, ଏତେ ଭଲ ତାର ମାନେ କିଛି ରହିବ। ଆମେ ବର୍ତ୍ତମାନ ଇନଫର୍ମେସନ ଆମକୁ ମିଳିଲା, ଆମକୁ ଏଇ ଯୋଉ ପ୍ରୋଗ୍ରାମ ସବୁ ହଉଛି ପ୍ରଡକ୍ଟସ୍ ଉପରେ, ଗୁରୁକୁଳରେ ଏତେ ଭଲ ଭଲ ସବୁ ପ୍ରଡକ୍ଟସ୍ ବିଷୟରେ କହୁଛନ୍ତି କି ଆମର ପ୍ରଡକ୍ଟସ୍ ଟ୍ରେନିଂରେ ଯାହା ସବୁ ହଉଛି, ଆମେ ପ୍ରଡକ୍ଟସ୍କୁ ଯେତେ ଜାଣୁଛୁ, ତାର ଉଦ୍ଦେଶ୍ୟ ହଉଛି ଯେ ଆମେ ଯଦି ଜାଣୁଛୁ ତାହେଲେ ଆମେ ସମସ୍ତଙ୍କୁ କହିବା, ଆଉ ସମସ୍ତଙ୍କ ପାଖରେ ଏ ପ୍ରଡକ୍ଟସ୍ କେମିତି ପହଞ୍ଚିବ। ତ ଏଇ ହଉଛି ଏହାର ମହାନ ଲକ୍ଷ୍ୟ। ତେଣୁ ଆପଣମାନେ ଆପଣମାନଙ୍କର ଟିମରେ କୁହନ୍ତୁ, ଏ ଭିଡିଓକୁ ମଧ୍ୟ ପଠାନ୍ତୁ। ବାର ବାର କରି ଏ କଥା ଆଲୋଚନା ହଉଛି, ଆପଣମାନେ ଏ ଗୁରୁକୁଳର ଭିଡିଓକୁ ପଠାନ୍ତୁ, ଗୁରୁକୁଳ ସାଥୀ ଭିଡିଓଟିକୁ ମଧ୍ୟ ପଠାନ୍ତୁ, ସମସ୍ତଙ୍କୁ ପଠାନ୍ତୁ, ତାଙ୍କ ସହିତ ଫୋନରେ କଥାବାର୍ତ୍ତା କରନ୍ତୁ, ଆଉ ଗୁରୁକୁଳରେ ଆଟେଣ୍ଡ କରିବାକୁ କହନ୍ତୁ, ଆଉ ନିଜେ ଗୁରୁକୁଳରେ ଆଟେଣ୍ଡ ହୁଅନ୍ତୁ। ଗୁରୁକୁଳରେ ଆଟେଣ୍ଡ ହେଲେ ଆପଣମାନେ ପ୍ରଡକ୍ଟସ୍ ବିଷୟରେ ନଲେଜ ଆସିବ, ଆପଣଙ୍କର ବହୁତ ସମସ୍ୟାର ସମାଧାନ ମଧ୍ୟ ହେଇଯିବ। ଯାହା ଆପଣମାନଙ୍କର, କାରଣ ଯୋଉ 1000-1500 ଲୋକ ସବୁ ବସୁଛନ୍ତି, ସେମାନେ ହଉଛନ୍ତି ରିପ୍ରେଜେଣ୍ଟେଟିଭ 20 ଲକ୍ଷ ଲୋକଙ୍କର ରିପ୍ରେଜେଣ୍ଟେଟିଭ। 20-30 ଲକ୍ଷ ଲୋକଙ୍କର ରିପ୍ରେଜେଣ୍ଟେଟିଭ 1000-1500 ଲୋକ ବସୁଛନ୍ତି। ଆଉ ଭିଡିଓରେ ଇଏ ଯୋଉ ଆମର ୟୁଟ୍ୟୁବରେ ମଧ୍ୟ 1000-1500 ଦେଖୁଛନ୍ତି। ତାପରେ ସେ ଭିଡିଓ ସବୁ ସେମାନଙ୍କୁ ମାନେ ମାନେ ପଠଉଛନ୍ତି, ତା ଛଡ଼ା ସେମାନେ ଦେଖୁଛନ୍ତି। ତ ତାଙ୍କ ଟିମରେ ସବୁ एउटा ପ୍ରଚାର ହଉଛି। ଆପଣମାନେ କଣ ଭାବୁଛନ୍ତି ଯେ ଏଇ 1000-1500 ଲୋକଙ୍କ ପାଇଁ ଏଇଟା ହେଇଛି? ଏମାନଙ୍କ ମାଧ୍ୟମରେ ସେ 20 ଲକ୍ଷ ଲୋକଙ୍କ ପାଖରେ କେମିତି ପହଞ୍ଚିବ, ସେଇଟା ହଉଛି ବଡ କଥା। ଆମେ ଯଦି ତାକୁ ପହଞ୍ଚେଇ ନ ପାରିବା, ତାହେଲେ ଆମେ ତାହେଲେ ଏ ପ୍ରଡକ୍ଟକୁ ଏତେ ଭଲ କହିବାର ଲାଭ ବା କଣ ଅଛି? ଆମେ ନିଜେ ଖାଇବା ଭଲ ଲାଗିବ ତ କଣ ହେଇଗଲା ଏଥିରେ? ନିଜେ ଖାଇକିରି ଭଲ ଲାଗିବ, ଆମକୁ ଭଲ ଲାଗିଲା, ଆମେ ଜାଣିଲେ ଆମର ଗୁଡେ ଜ୍ଞାନ ହେଇଗଲା ବି, କଣଟା ହେଇଗଲା ଆମେ ବହୁତ ଜ୍ଞାନ ଆମର ହେଇଗଲା, କଣଟା ହେଇଗଲା ଯେ ଜ୍ଞାନକୁ ଯେତେ ବାଣ୍ଟିବେ ଜ୍ଞାନ ବଢେ, ଏଗୁଡା ଜାଣିଛନ୍ତି? Yes. ଜ୍ଞାନକୁ ଯେତେ ବାଣ୍ଟିବେ ସେତେ ଜ୍ଞାନ ବଢିବ, ଆଉ ସେତେ ସମାଜର ମଙ୍ଗଳ ହବ। କିନ୍ତୁ ଜ୍ଞାନକୁ ନିଜ ପାଖରେ ରଖିବେ,
ଆମକୁ ଭଲ ଲାଗିଲା, ଆମେ ସ୍ୱାର୍ଥରଙ୍କ ଭଳିଆ ଆମକୁ ଭଲ ଲାଗିଲା, ଆମେ ଆନନ୍ଦ ପାଇଲେ। ଆରେ ସେ ଆନନ୍ଦଟାରେ ସିନା ସମସ୍ତଙ୍କୁ ବାଣ୍ଟିଲେ ହବ। ଆଜି ଆରତୀ ମ୍ୟାଡାମ ବହୁତ ବଢିଆ କଥା ସବୁ କହିଲେ, ବହୁତ ଭଲ ଲାଗିଲା। ତ ଆରତୀ ମ୍ୟାଡାମଙ୍କ ଭଳି ଏମିତି ସବୁ ମାନେ ଆନନ୍ଦ ସବୁବେଳେ ପ୍ରତି ମୁହୂର୍ତ୍ତରେ ଆନନ୍ଦ ଆଉ ସେ ଆନନ୍ଦକୁ ବାଣ୍ଟୁଛନ୍ତି। ଆରତୀ ମ୍ୟାଡାମଙ୍କର ଗୋଟେ ଭଲ ଗୁଣ, ତାଙ୍କର ସେ ଖୁସି ଆନନ୍ଦକୁ ସମସ୍ତଙ୍କୁ ବାଣ୍ଟୁଛନ୍ତି। ତାଙ୍କର ଆନନ୍ଦ ଖୁସିକୁ ବାଣ୍ଟିବା ଦ୍ୱାରା ମିତାଞ୍ଜଳି ମ୍ୟାଡାମ, ମିନତି ମ୍ୟାଡାମ, ପ୍ରବୀଣା ମ୍ୟାଡାମ, ନମିତା ମ୍ୟାଡାମ ସମସ୍ତେ ଆଗ୍ରହର ସହିତ ଆସୁଛନ୍ତି। ସେମାନେ ମଧ୍ୟ ତାଙ୍କର ଖୁସି ଓ ଆନନ୍ଦକୁ ବାଣ୍ଟିବା। ଏ ପ୍ୟାର ବାଣ୍ଟତେ ଚଲୋ ଯୋଉ କହନ୍ତିନି, ପ୍ୟାର ବାଣ୍ଟତେ ଚଲୋ, ପ୍ୟାରକୁ ଯେତେ ବାଣ୍ଟିବେ ସେତେ ସିଏ ବଢିବ। ଆଉ ଆମର ଯେତେ ବାଣ୍ଟିବେ ଭଲବାସାକୁ, ଯେତେ ବାଣ୍ଟିବେ ଖୁସିକୁ, ସେତେ ନିଜର ହିଁ ଲାଭ ହବ, ଇନଡାଇରେକ୍ଟଲି ନିଜର ହିଁ ଲାଭ ହବ। ତେଣୁ ଆମର ଏସବୁ ଆମେ କରିବା, କିନ୍ତୁ ଆମର ହୁଏନି କାହିଁକି? ଆମେ କରୁନେ କାହିଁକି? ଆମେ ସବୁ କରୁ, ଜାଣୁଛେ ସବୁ ଭଲ ଲାଗୁଛି, କିନ୍ତୁ ଆମେ 5 ଲୋକଙ୍କୁ କହିବାକୁ ଏତେ ସ୍ୱାର୍ଥପର ଆମେ ହଉଛେ କାହିଁକି? ତ ସେଥିପାଇଁ ଆମେ ଧ୍ୟାନ ଦେବା କଥା। ଏବେ ତ ଆଜି ବସିଛନ୍ତି 11 ଜଣ ବସିଛନ୍ତି, 10 ଜଣ ଅଛନ୍ତି, 12 ଜଣ ମତେ ମିଶେଇକିରି। ତ ମୁଁ ଆଶା କରୁଛି ଯଦି ଗୋଟେ ଗୋଟେ ପଦ ସବୁ କହିବା ଦରକାର, ଯେ ଏଥିରୁ ଆମେ ଆଜିର ପ୍ରୋଗ୍ରାମରେ ଆମେ ଯୋଉ ସବୁ ବସିଥିଲୁ, ଆମେ ଏଥିରେ କଣ କଣ ଜାଣିଲୁ, ଆଉ ସେଥିରେ ଏକୁ ଆମେ କେମିତି ଆମର ଟିମରେ ତାକୁ ଇମ୍ପ୍ଲିମେଣ୍ଟ କରିବୁ, କେମିତି ଭାବରେ କହିବୁ, କେମିତି ଭାବରେ ଆମର ହୋମ ମିଟିଂ କରି, ଗ୍ରୁପ ମିଟିଂ କରି, କେମିତି ଭାବରେ ଭିଡିଓ ଦ୍ୱାରା କଣ କରି, ତା ଛଡା ଆମେ କେତେ କରୁଛୁ କି? ଆମେ କିଛି ଏମିତି କରୁଛୁ କି? ତାହେଲେ ଆମର କରିବା ଦ୍ୱାରା ଦେଖନ୍ତୁ, ଯୋଉମାନେ ଆଜି ପ୍ରାୟ ଆପଣ ମାନେ ଦେଖୁଥିବେ ଗୁରୁକୁଳରେ ଯେତେବେଳେ ଏଇ ସବୁ ଆଲୋଚନା ଚାଲୁଛି, ଗୁରୁକୁଳରେ ତ ବସିଲେ ସବୁ ମାନେ ସମସ୍ୟାର ସମାଧାନ ହେଇଯିବ। ଆପଣଙ୍କର ସବୁ ସମସ୍ୟାର ସମାଧାନ ହେଇଯିବ ଗୁରୁକୁଳରେ ବସିଲେ, ଯଦି ଆପଣ ମାନେ କାମ କରୁଥିବେ। କାମ ଯଦି କରୁଥିବେ, କାମ ନ କରୁଥିଲେ ଭଲ ଲାଗିବନି ଗୁରୁକୁଳ। କାମ ନ କଲେ ଗୁରୁକୁଳ ବୋର ଲାଗିବ, କହିବ ଏତେ ଏକ୍ସାଇଟମେଣ୍ଟ ନାହିଁ, ଆଉ ଏ ଫିଲ୍ମ ଭଳି ଏତେ ଏକ୍ସାଇଟମେଣ୍ଟ ହଉନି, ଆଉ ଆରେ ଇଏ ଆମେ କଣ ହବ ପୁରା ତାହେଲେ? ଏକ୍ସାଇଟମେଣ୍ଟ ହେଇଯାଇଛୁ କାରଣ କଣ? ଆପଣ ଗୁରୁକୁଳ ପାଇଁ କାମ ପୁରା କରୁଛନ୍ତି, କାହିଁ କାହିଁ ଆପଣ କାମ କରୁଛନ୍ତି। ଲୋକଙ୍କୁ କାମ କରିବା ମାନେ କଣ? କାମ କରିବା ମାନେ କଣ? ଲୋକଙ୍କ ସହିତ ସମ୍ପର୍କ କରିବା, ବାର ବାର ଲୋକଙ୍କ ସହିତ ମିଶିବା, ଲୋକଙ୍କୁ ପ୍ରଡକ୍ଟ ବାବଦରେ କହିବା, ସିଷ୍ଟମ ବାବଦରେ କହିବା, ସେମାନଙ୍କର ରିଆକ୍ସନ କେମିତି ହଉଛି ତାକୁ ବୁଝିବା, ଝେଲିବା, ତାକୁ କିଛି ଆମେ ସମାଧାନ କରିପାରୁନଥିବା ତ ମନରେ ଟିକେ ନେଗେଟିଭିଟି ଆସୁଥିବ। ତ ଏଇ ପ୍ରକାର ମେଣ୍ଟାଲିଟି ଯେତେବେଳେ ଆମେ ଗୁରୁକୁଳରେ ବସିବା, ତାହେଲେ ସେଠିର ଯୋଉ 1000-1500 ଲୋକ ବସିକିରି ତାଙ୍କର ମଧ୍ୟ ସମସ୍ୟାକୁ ଯେତେବେଳେ ସେମାନେ ଝେଲୁଛନ୍ତି, ସେତେବେଳେ ସେମାନେ ଯେତେବେଳେ ସେଟା ଆଲୋଚନା କରୁଛନ୍ତି ତାର ସମାଧାନ, ସେତେବେଳେ ଆପଣଙ୍କୁ ଭଲ ଲାଗିବ। ଆପଣମାନଙ୍କୁ ଯଦି ଭଲ ଲାଗୁଛି, ତାହେଲେ ଆପଣମାନେ କାମ କରୁଛନ୍ତି, ଆପଣମାନେ 50 ଲୋକଙ୍କୁ କହୁଛନ୍ତି, ସେଥିରେ ଆପଣମାନଙ୍କର ରିଆକ୍ସନକୁ ଆପଣମାନେ ଫିଲ୍ କରୁଛନ୍ତି, ସେଥିରେ ଆପଣମାନଙ୍କର କିଛି ଆପଣ ସମାଧାନ କରିବା ପାଇଁ ଆପଣଙ୍କର ଯେତିକି ଲିମିଟେସନ ଅଛି ସେତିକି ଗଲା ପରେ ଆଉ କିଛି କରିପାରୁନାହାନ୍ତି। ତେବେ ଏଇ ପ୍ରକାର ମାନସିକ ଅବସ୍ଥାରେ ଯେତେବେଳେ ଆପଣ ଗୁରୁକୁଳରେ ବସିବେ, ସେତେବେଳେ ଆପଣଙ୍କୁ ଗୁରୁକୁଳ ସମସ୍ତଙ୍କୁ ଭଲ ଲାଗିବ। ଆଉ ଭଲ ଲାଗିବ କାରଣ ଆପଣଙ୍କର ପ୍ରଶ୍ନର ସମାଧାନ, ପ୍ରଶ୍ନର ଉତ୍ତର ଆପଣ ସେଠି ପାଇଯିବେ। ଏଇଠି ହଉଛି ଗୁରୁକୁଳର ବିଶେଷତ୍ୱ। ତେଣୁ ଆପଣମାନେ ସବୁ ନିର୍ଭର କରେ ଆମେ କେମିତି ଆମେ ଲୋକଙ୍କ ସହିତ ସମ୍ପର୍କ ରଖୁଛୁ, ଲୋକଙ୍କୁ କେତେ ପ୍ରଡକ୍ଟ ବାବଦରେ କହୁଛୁ, ଆଉ ସିଷ୍ଟମ ବାବଦରେ କହୁଛୁ, ସେଥିରେ ରିଆକ୍ସନ କଣ ହଉଛି, ସେଥିରେ ପଜିଟିଭିଟି କଣ, ନେଗେଟିଭିଟି କଣ, ତାହେଲେ ସେ ତାର ଯୋଉ ଆମ ମନରେ ପ୍ରଶ୍ନ ଆସୁଛି, ସେ ତାର ସମାଧାନ ହଉଛି ଗୁରୁକୁଳରେ। ଆଉ ଯୋଉମାନେ ଗୁରୁକୁଳରେ ବସୁଛନ୍ତି, ସେମାନେ ଏଇ ଯୋଉ 1000-1500 ବସୁଛନ୍ତି, ତାଙ୍କର ଜଣ ଜଣଙ୍କର ଟିମ୍ ତ 1000-1000 ଲୋକ ଅଛନ୍ତି ତାଙ୍କ ଟିମରେ। ଜଣେ ଜଣେ ବ୍ୟକ୍ତି ଗୁରୁକୁଳରେ ବସିଛନ୍ତି, ତାଙ୍କର 1000-1000 ସମସ୍ତଙ୍କର କିଏ ଟେକ୍ନିକାଲ ଆଚିଭର ଅଛନ୍ତି, କୋଉମାନେ କୋର ଲିଡର ଅଛନ୍ତି, ଆଉ ଅନେକ ଭାଇଟାଲ ପିନ୍ ଆଚିଭର୍ସ ଅଛନ୍ତି, ଯୋଉମାନେ ଗ୍ରୋଇଂ, ଯୋଉମାନେ ଭାଇଟାଲ ପିନ୍ ଆଚିଭର୍ସ ବହୁତ ଅଛନ୍ତି, ମାନେ ବହୁତ ଭାଇଟାଲ ପିନ୍ ଆଚିଭର୍ସ ଅଛନ୍ତି, ଆଉ ନୂଆ ବି ବହୁତ ଅଛନ୍ତି ଯୋଉଆଡେ ଗ୍ରୋଇଂ। ସେମାନେ କଣ ଖାଲି ପ୍ରଡକ୍ଟ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି? ଏ ପ୍ରଡକ୍ଟ ବିଷୟରେ ଜାଣିକିରି ଆମେ କେମିତିକା ଲୋକଙ୍କ ପାଖରେ କହିବା, ଆଉ ଆମ ପାଖରେ ଯୋଉ ସମସ୍ୟା ଅଛି ତାର ସମାଧାନ କେମିତି ହବ, ଏଇ ହଉଛି ତାର ବିଶେଷତ୍ୱ। ଆଉ ଗୋଟେ କଥା ଆପଣଙ୍କୁ ଲାଷ୍ଟକୁ କହୁଛି, ତ ଅନେକ ଅଛନ୍ତି କହିବେ, ତାଙ୍କର ମତାମତ ଦେବେ। ତ କଥା ଦେଖନ୍ତୁ, ଏଥିରେ ଆପଣ ଯଦି ସଫଳତା ପାଇବାକୁ ଚାହୁଁଛନ୍ତି, ତାହେଲେ ଟ୍ରେନିଂ ହଉଛି ବଡ କଥା। ଟ୍ରେନିଂ ନିଅନ୍ତୁ, ଟ୍ରେନିଂ ନିଅନ୍ତୁ। ବିନା ଟ୍ରେନିଂରେ ଏଥିରେ ମାନେ ବଡ ସଫଳତା ମିଳିବା ଭାରି କଷ୍ଟକର।
ଆମେ ସବୁ ବହୁତ ଟ୍ରେନିଂ ନେଉଥିଲୁ ଆଉ ଆପଣ ମାନଙ୍କର ଟ୍ରେନିଂ ଦେବା ପାଇଁ ଅନେକ ସିନିୟର ଲିଡର ମଧ୍ୟ ଅଛନ୍ତି। ଦେଖନ୍ତୁ ମୋଟିଭେସନ ଦ୍ୱାରା ଆମେ ବହୁତ କିଛି ପାଉଛୁ, ଯୋଉଟା କି ମୋଟିଭେସନ, ହଁ ଆମ ଭିତରେ ଗୋଟେ ଆସୁଛି, ଗୋଟେ ଭିଜନ ଆସୁଛି ମୋଟିଭେସନ ଦ୍ୱାରା, କିନ୍ତୁ ଏଟା ସ୍ଥାୟୀ ରହିପାରିବନି। ସେଟା ସ୍ଥାୟୀ ରହିପାରିବନି। ଯଦି ସେଇଟା ରହିବ କଣ, ଯଦି ପ୍ରତିଦିନ ଗୁରୁକୁଳରେ ବସିବେ ତାହେଲେ ମୋଟିଭେସନ ଟା ରହିବ। ମୋଟିଭେସନ ଯୋଉ ଆପଣଙ୍କୁ ଆନନ୍ଦ ଲାଗୁଛି, ଖୁସି ଲାଗୁଛି, ସେଇଟା ବଜାୟ ରହିବ ଯଦି ଆମେ ପ୍ରତିଦିନ ଗୁରୁକୁଳରେ ବସିବା, ତାହେଲେ ଆମ ମନର ସେ ଭାବନାଟା ରହିବ। ତାପରେ ଏଇ ଯୋଉ ଆମର ଆଲୋଚନା ହଉଛି ସେଥିରେ ବସିବା, ଇଏ ମନ ମୋଟିଭେସନ ଟାକୁ ବଜାୟ ରଖିବା ପାଇଁ ପ୍ରତି ମାସରେ ସେମିନାର ହଉଛି, କୋର ଲିଡରଙ୍କର ଯୋଉ ହଉଛି, ଏସବୁ ଆପଣଙ୍କର ମୋଟିଭେସନ ଟାକୁ ବଜାୟ ରଖିବା ପାଇଁ। କାରଣ ଡେ ଟୁ ଡେ କର୍ମରେ ଆମର ଅନେକ କିଛି ବାଧା, ନେଗେଟିଭିଟି ସବୁ ଆସି ଆମ ମନରେ ଥରେ ଥରେ, ଯୋଉମାନଙ୍କର ମ୍ୟାଚୁରିଟି ଆସିନି ସେମାନେ ଟିକେ କଣ୍ଟା ବାଜିଲେ ତ ତାଙ୍କର କଣ ହେଇଯାଏ ନା, ଟିକେ ଗୋଡି ବାଜିବ, ଟିକେ କଣ୍ଟା ବାଜିବ, ଯୋଉ କଥାରେ ଅଛି ଟିକେ ପାନରୁ ଚୂନ ଖସିଗଲା ଏମିତି ହେଇଗଲା, ସେ ଏମିତି କହିଲା ଏଠି ଏଇଭଳିଆ ମେଣ୍ଟାଲିଟି ଯେତେବେଳେ ଥିବ, ଏଇ ତ ବହୁତ ଲୋକଙ୍କର ଅଛି। ସେମାନଙ୍କୁ ଗୁରୁକୁଳରେ ସବୁବେଳେ ବସିବା ଦରକାର। ତ ସେମାନେ ସେମିନାର ମଧ୍ୟ ଆଟେଣ୍ଡ, 28 ତାରିଖର ସେମିନାରରେ ସେମାନେ ବସିବା ଦରକାର। ଯେତେ ବସିବେ ତାହେଲେ ତାଙ୍କ ମନରେ ଯୋଉ ନେଗେଟିଭିଟି ମଇଳା ସବୁ ଜମି ଯାଉଛି, ମଇଳା ଜମି ଯାଉନି, ଆମ ଡିଟକ୍ସିଫାଇ କରିବାକୁ ପଡିବ ନା। ଆମେ ଗାଧୋଉଛୁ ପ୍ରତିଦିନ, ନ ଗାଧେଇବା ତାହେଲେ ତ କଣ ହବ? ଗାଧେଇବା କାମ ହଉଛି କଣ ଆମର, ଗାଧେଇବା କାମ ହଉଛି କଣ, ସକାଳୁ ସକାଳୁ ପ୍ରାର୍ଥନା କରିବାର କାମ ହଉଛି କଣ ନା, ଶରୀରକୁ ଡିଟକ୍ସିଫାଇ କରିବା। ଇଏ ଯେମିତିକା ଆଧ୍ୟାତ୍ମିକ କ୍ଷେତ୍ରରେ, ଇଏ RCM ସିଷ୍ଟମରେ ମଧ୍ୟ ସେଇଆ। ଗୁରୁକୁଳରେ ବସିଲେ ଡିଟକ୍ସିଫାଇ ହେଇଯିବେ। ଏଇ ଯୋଉ ବିଷାକ୍ତ ମନରେ ଆସି ଯାଉଛି ଦିନ ସାରା, ସେଗୁଡା ପରିଷ୍କାର ହେଇଯିବ। ସେମିନାରରେ ବସିଲେ ଆହୁରି ମୋଟିଭେସନ ମିଳିବ। ଏଇଥିପାଇଁ ସେଟା କରାଯାଏ। ତା ସହିତ ଟ୍ରେନିଂରେ ଦେଖନ୍ତୁ କଣ କଣ ଗୁଡା ସବୁ ଅଛି ଆମର। ପ୍ରେଜେଣ୍ଟେସନ ସ୍କିଲ୍, କେମିତି ପ୍ରେଜେଣ୍ଟେସନ କରିବା, ସେଥିରେ ଯେମିତି ହବ, କେମିତିକା କଣ୍ଟାକ୍ଟ କରିବା, ଆଉ କେମିତି ଲୋକଙ୍କୁ ଇନଭାଇଟ କରିବା, ଇଏକୁ ଟ୍ରେନିଂ ନେବାକୁ ପଡିବ। ତାପରେ ଅବଜେକ୍ସନ ହ୍ୟାଣ୍ଡଲିଂ, ଯେତେବେଳେ ଅବଜେକ୍ସନ ହଉଥିବ ତାକୁ କେମିତି ହ୍ୟାଣ୍ଡେଲ କରିବା, ତାର ସ୍କିଲ୍ ଡେଭଲପମେଣ୍ଟ କରିବା। ତାପରେ ଫଲୋଅପ୍ କେମିତି କରିବା, ସେମିନାର ପରେ, ମିଟିଂ ପରେ, ଏଇ ଗୁରୁକୁଳ ପରେ, ଏଇ ପ୍ରୋଗ୍ରାମ ପରେ ଫଲୋଅପ୍ କରିବା, ସିଏ ସ୍କିଲ୍ କେମିତି ଡେଭଲପମେଣ୍ଟ କରିବା, ତାର ମନୋବୃତ୍ତି କେମିତି ଡେଭଲପମେଣ୍ଟ କରିବା। ବଡ କଥା, ମନୋବୃତ୍ତି ଯେତେବେଳେ ଡେଭଲପମେଣ୍ଟ ହବ ତ ସବୁ ଆସିବ। ଆମର ପ୍ରଥମ କଥା ହେଲା ମନୋବୃତ୍ତି କେମିତି ଡେଭଲପମେଣ୍ଟ ହବ। ମୁଁ ଏଇଟା କରିବି, ଏ ପ୍ରୋଗ୍ରାମରେ ମୁଁ କେମିତି 5 ଲୋକଙ୍କୁ ମିଶିବି, 10 ଲୋକଙ୍କୁ କେମିତି ମୁଁ କହିବି, ଏ ପ୍ରକାର ମନୋବୃତ୍ତି ଯେତେବେଳେ ଯିବ। ଆଉ ଯଦି ମନୋବୃତ୍ତି ନ ହବ, ଯିବା ତାପରେ ଭୁଲିଯିବା, ତାପରେ ତାପରେ ପୁଣି ପୁଣି ବସିଯିବା, ଇଏ ସବୁ କାଜୁଆଲି ଲାଇଫରେ ଇଏ କାମ ହବନି। ଏ ଲକ୍ଷ ଲକ୍ଷ ଟଙ୍କା କଣ ଖାଲି ମାହାଳିଆଟେ ମିଳିଯିବ? ଲୋକେ କେତେ ପରିଶ୍ରମ କରୁଛନ୍ତି। ଜଣେ ଚାକିରି କରୁଛି, ସକାଳ 9ଟାରୁ ଯିବ। ଏଇ ସୁଭାଷ ବାବୁ ଅଛନ୍ତି, ସୁଭାଷ ବାବୁ ସର୍ଭିସ କରୁଛନ୍ତି, ଟିଚର ଅଛନ୍ତି, ତାଙ୍କର ସମୟ ନାହିଁ, ସମୟ ପାଉନାହାନ୍ତି। ମାନେ ସକାଳୁ ଯାଉଥିବେ, ରାତି ପର୍ଯ୍ୟନ୍ତ ତାଙ୍କର ଚାଲିଥିବ, ଟିକେ ଟାଇମ ତାଙ୍କର ନାହିଁ। ଯାହା ସେ ରୋଜଗାର କରୁଛନ୍ତି ସେ ଜାଣିଛନ୍ତି। ଯାହା ରୋଜଗାର ଯୋଉ ଚାକିରି କରୁଛନ୍ତି, ସେମାନଙ୍କର 10 ଗୁଣ 15 ଗୁଣ ତାଙ୍କର କାମ ନ କରିଲେ ମଧ୍ୟ ରୋଜଗାର ମିଳିବ। ତ କେତେ କଣ ଏଥିରେ ମିଳିବ? ସେଇଟା କଣ ଏମିତିକା କାଜୁଆଲି, ଏମିତିକା ହାଲକା ମତନ ଯେମିତି ସେମିତି କେତେବେଳେ ମୁଡ ହେଲା, କଣଟା ହେଲା, ଏଇଥିରେ କଣ ହେଇଯିବ କି? ତେଣୁ ମନୋବୃତ୍ତି ଡେଭଲପମେଣ୍ଟ, ସେଲ୍ସ କ୍ଲୋଜିଂ କେମିତି କରିବା, ସେଲିଂ ସ୍କିଲ୍ କେମିତି ଡେଭଲପମେଣ୍ଟ କରିବା, ଷ୍ଟାର୍ଟଅପ୍ ସ୍କିଲ୍ କେମିତି ଡେଭଲପମେଣ୍ଟ କରିବା, କାଉନସିଲିଂ ସ୍କିଲ୍ କେମିତି ଡେଭଲପମେଣ୍ଟ କରିବା, ଟିମ୍ ବିଲ୍ଡିଂ କେମିତି ଡେଭଲପମେଣ୍ଟ କରିବା, ଲିଡରସିପ କେମିତି ଡେଭଲପମେଣ୍ଟ କରିବା, ଟାଇମ ମ୍ୟାନେଜମେଣ୍ଟ ସ୍କିଲ୍ କେମିତି ଡେଭଲପମେଣ୍ଟ କରିବା, ରିଲେସନସିପ ସ୍କିଲ୍ କେମିତି ଡେଭଲପମେଣ୍ଟ କରିବା। ଇଏ ସ୍କିଲ୍ ଡେଭଲପମେଣ୍ଟ କରିବା ପାଇଁ ଟ୍ରେନିଂ ଦରକାର। ଆପଣମାନଙ୍କୁ ଟ୍ରେନିଂ ଦରକାର। ଦେଖନ୍ତୁ, ଗୋଟେ ଟ୍ରେନିଂ ପ୍ରୋଗ୍ରାମ କରାଯିବ, ଜୁମରେ ବି କରାଯିବ, ଫିଜିକାଲି କରାଯିବ। ସତ୍ୟବତୀ ବାବୁ କରିବେ, ମୁଁ ବି ଯାଇପାରେ ଯଦି ସେମିତି କରାଯିବ। ଟ୍ରେନିଂ ପ୍ରଡକ୍ଟ ବିଷୟରେ ତ ଚାଲିଛି, କିନ୍ତୁ ଟ୍ରେନିଂ କରନ୍ତୁ। ଏବେ ସତ୍ୟବତୀ ବାବୁ ଆପଣଙ୍କର ଆରତୀ ମ୍ୟାଡାମଙ୍କର ଯୋଉ ପ୍ରୋଗ୍ରାମ କରୁଛନ୍ତି, ପ୍ରାୟତଃ ଆରତୀ ମ୍ୟାଡାମ ତ ବହୁତ ଲୋକଙ୍କୁ ଡାକିକି କରୁଛନ୍ତି, ସେଠି ଟ୍ରେନିଂ କରନ୍ତୁ। ଏଇ ସବୁ ସ୍କିଲ୍ ର ଡେଭଲପମେଣ୍ଟ ପାଇଁ ଟ୍ରେନିଂ କରନ୍ତୁ। ଆଉ ଆମର ସାହୁ ବାବୁଙ୍କର ମଧ୍ୟ ଟିମରେ ଟ୍ରେନିଂ କରନ୍ତୁ। ଟ୍ରେନିଂ ଯେତେ କରିବେ ଏସବୁ ଶିଖିବେ ସେମାନେ। ସେଠି ଆଉ କଣ ପ୍ରଡକ୍ଟ ବିଷୟରେ ଆଲୋଚନା ନାହିଁ କି, ସେଠି କିଛି ନାହିଁ। ସେଠି କେମିତି ସ୍କିଲ୍ ଟାକୁ ଶିଖିବେ, କେମିତିକା ରିଲେସନସିପ ର ସ୍କିଲ୍ ଡେଭଲପମେଣ୍ଟ ହବ, କେମିତି ପ୍ରେଜେଣ୍ଟେସନ ର ସ୍କିଲ୍ ଡେଭଲପମେଣ୍ଟ ହବ, କେମିତି ଅବଜେକ୍ସନ ହ୍ୟାଣ୍ଡଲିଂ ର ସ୍କିଲ୍ ଡେଭଲପମେଣ୍ଟ ହବ। ଏଇକୁ ଯେତେ ଡେଭଲପମେଣ୍ଟ କରିବେ, କେମିତି ମାଇଣ୍ଡ ସେଟ୍ ଡେଭଲପମେଣ୍ଟ କରିବେ, ମନୋବୃତ୍ତି ଯେମିତି ଡେଭଲପମେଣ୍ଟ କରିବେ, ଇଏ କେମିତି ମୁଁ ଏ କାମଟା କରିବି, ମୁଁ ଏଟା କରିବି। ମତେ ଅଫଲାଇନ କହିଛନ୍ତି, ଯିଏ କି ବହୁତ ଅନୁଭୂତି ଅଛି, ସିଏ ଯେତେବେଳେ ସଫଳ ପାଇଛନ୍ତି, ସିଏ କଥା କହୁଛନ୍ତି, ମୁଁ ଏଟା କରିବି। ତାହେଲେ ଏମିତି କରିବି ମାନେ କଣ?
ତାହେଲେ କଣ ହବ? ତା ପଛରେ ଆଉ ଗୋଟେ କଥା ଅଛି, ବିଶ୍ୱାସ ମୋର ହଉଛି କି ନାହିଁ। ତେଣୁ ବିଲିଭ ବିଲିଭ ଟାକୁ କେମିତି ଡେଭଲପମେଣ୍ଟ ହବ? ଆରେ ଜଣେ ବ୍ୟକ୍ତି 20 ବର୍ଷ କାମ କଲେଣି, 25 ବର୍ଷ କାମ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି, ସଞ୍ଜୀବ ସାର୍ ପ୍ରହ୍ଲାଦ ସାର୍ କରୁଛନ୍ତି, ତ ସେମାନେ ଡେଭଲପମେଣ୍ଟ ପାଇଛନ୍ତି, ତାହେଲେ ସେମାନେ ଯାହା କହୁଛନ୍ତି ସେଟା ତ ସତ କଥା ନା। ତେଣୁ ତା ଉପରେ ବିଶ୍ୱାସ ରଖିବା କଥା। ତେଣୁ ଟ୍ରେନିଂ ଦରକାର। ଥ୍ୟାଙ୍କ ୟୁ ବହୁତ ବହୁତ। ମୁଁ କହିଲା ବେଳକୁ ଏଇଟା ତ ବହୁତ କହିଯାଉଛି, ଟାଇମ ପଳଉଛି। ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ। ଓଭର ଟୁ ଅନ୍ୟମାନେ ବି ଟିକେ ଟିକେ କହିବା ଦରକାର। ଓକେ। ସତ୍ୟ। ଥ୍ୟାଙ୍କ କିନ୍ତୁ ୟୁ କିନ୍ତୁ ସାର୍। ମୋ କହିବା ସାର୍ କଥା ଯେ କାଲି ଆପଣ କାଲି ଶୁଣିବୁ ଆପଣଙ୍କଠୁ। ମାନେ ମୋର କହିବା କଥା, ଆଜ୍ଞା। ଆପଣ ମାନେ ଯେତେବେଳେ ଏବେ ମତାମତ ଦଉଛନ୍ତି, ଯେମିତି ଟିସି ସାର୍ କହନ୍ତି, କୌଣସି ଫର୍ମାଲିଟି କରନ୍ତୁନି, ମୁଦ୍ଦା ଉପରେ କଥା କୁହନ୍ତୁ। ମୁଦ୍ଦା ଉପରେ ଠିକ ପଏଣ୍ଟ ଉପରେ କହନ୍ତୁ, 2-3 ମିନିଟ୍ କହନ୍ତୁ। ତାହେଲେ କଣ ହବ ନା, ଆପଣଙ୍କର କଥାର ମୂଲ୍ୟ ବି ରହିବ, ବୁଝି ବି ହବ, ଆଉ ସମୟ ବି ମ୍ୟାନେଜମେଣ୍ଟ କରାଯିବ। ହଁ, ଥ୍ୟାଙ୍କ ୟୁ। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ସାର୍। ବହୁତ ବହୁତ କଥା ଶିଖିବାକୁ ବି ମିଳିଲା। ତ ଆଜି ଆମେ ମୁଦ୍ଦା ଉପରେ କଥା ହବା, ଆଉ ଫର୍ମାଲିଟିଜ କିଛି ନାହିଁ, ନମସ୍କାର ଜୟ ଆର୍ ସିଂ କିଛି ବି ନାହିଁ। ତ ଆମେ ଆମର ମୁଦ୍ଦା କହିବା। ତ ଫାଷ୍ଟ ଆରତି ଅପାଙ୍କଠୁ ଷ୍ଟାର୍ଟ କରିବା। ଜୟ ଶ୍ୟାମ। ଆଜି ଯୋଉ ହର୍ବାଲ ମାଉଥ ଫ୍ରେଶନର ଲଞ୍ଚ ହେଲା, ଲଞ୍ଚ ହେଇସାରିଛି, କିନ୍ତୁ ଆଜି ଆମେ ଜାଣିବାକୁ ପାଇଲୁ ତା ଦେହରେ ପାନ ମଧୁରୀ ଅଛି, ଭଜା ଧନିଆ ଅଛି, ନଡ଼ିଆ କୋରା ହେଇକି ତାକୁ ଫ୍ରାଏ ହେଇକି ପଡିଛି, ଗୁଡ ସାଙ୍ଗରେ ତାକୁ ପାଗ ହେଇକି ସବୁ ଦିଆହେଇଛି, ଗୋଲାପର ପାଖୁଡା ବି ପଡିଛି। ସେଇଟା ମୁଲେଇଠି, ପୋଦିନା ପତ୍ର, ଜ୍ୟାକଫ୍ରୁଟ ସବୁ ପଡିଛି। ଆମେ ତାକୁ ଖାଇଲେ କେମିତି ହଜମ ହଉଛି ଆମର, ଯୋଉ ପିଆଜ ରସୁଣ ଆମେ ଖାଉଛୁ କଞ୍ଚା। ଗୋଟେ ମିନିଟ ମ୍ୟାଡାମ, ହଁ, ଆମେ ତାକୁ ଖାଇଲେ ଯୋଉ କଥାଟାକୁ ଏବେ ତାକୁ ଓଲଟେଇ ଦିଅନ୍ତୁ। ଆମେ କେତେ ଲୋକଙ୍କୁ ଖୁଆଇଲେ, ସେ ଖୁଆଇବା। ମୁଁ କେତେ ଖୁଆଇଛି। ଲୋକଙ୍କୁ ଆପଣ, କେତେ ଲୋକଙ୍କୁ ଆମେ ଖୁଆଇବା, ସମସ୍ତେ ସେଇ କମିଟମେଣ୍ଟ କରିବେ। ଆପଣ ଏଇଟା ଆରମ୍ଭ କରନ୍ତୁ, ଆପଣ କେତେ ଲୋକଙ୍କୁ ଏତେ ସୁନ୍ଦର ଜିନିଷଟା ଖୁଆଇବା। ଆମେ ଖାଇବା ତ ଆମେ ଖାଇବା ଆମେ, କିନ୍ତୁ କେତେ ଲୋକଙ୍କୁ ନାଇଁ ଖୁଆଇବା ନାଇଁ, ଆମେ। ମୁଁ ଯାହା ଶିଖିଲି କହୁଛି ଯେ ନାଇଁ ଆମେ ଏବେ ଖାଇଲେ କଣ। କେତେ ଖୁଆଇବା? ସେଇଟା ସେଇଟାର ଆଣ୍ଟି ଅକ୍ସିଡେଣ୍ଟ ଅଛି, ଓମେଗା 3 ଅଛି, ଭିଟାମିନ୍ସ ଅଛି। ଆଉ ମୋର ପ୍ରୟାସ ଜାରି ରହିବ। ମୋର ଯୋଉଠି ସତ୍ସଙ୍ଗ ହବ, ମ୍ୟାରେଜ ସେରିମନି ହଉଥିବ, ମୋ ତରଫରୁ ମୁଁ ନିଜେ ନେଇକିରି ସେ ମାଉଥ ଫ୍ରେଶନର ଆଗରେ ଦେବି ପାନ ଦୋକାନୀ, ପାନ ଯିଏ ପକେଇ ବସିବ ସେଇ ସେଇ ହେଲା। ସେଇ ହଉଛି କଥା। ହଁ, ଓକେ, ଠିକ କଥା। ଥ୍ୟାଙ୍କ ୟୁ ସାହୁ ଭାଇ। ଅନମ୍ୟୁଟ କରନ୍ତୁ। ମାଉଥ ଫ୍ରେଶନର ତ ବହୁତ ଭଲ। ସାର୍ କହିଲେ ଯେ କେତେ ଲୋକଙ୍କୁ ଆମେ ପ୍ରମୋସନ କରି ଦେଇପାରିବା, ଏଇଟା ହଉଛି ମୁଖ୍ୟ ଜିନିଷ। ଆମ ଅନ୍ୟମାନଙ୍କୁ କେତେ ଲୋକଙ୍କୁ ସପ୍ଲାଏ କରିପାରିବା, ଯୋଗେଇ ପାରିବା, କାରଣ ଇଏ ତ ବହୁତ ଟେଷ୍ଟି। ଆଉ ଯୋଉ 3ଟା ପ୍ରଡକ୍ଟ ଲଞ୍ଚ କରା, ଇଏ ତ ବହୁତ ଆପଣ ଭଲ ଭଲ ଜିନିଷ। ଆପଣ କେତେ ତ ଲୋକଙ୍କୁ ଆମେ ଦେଇପାରିବେ? କେତେ ଆପଣଙ୍କ ପ୍ରମୋସନ। ଆପଣ ନିଜେ କହନ୍ତୁ ଯେ ଆପଣଙ୍କର କେତେ ଲୋକଙ୍କୁ ଏଇ ମାଉଥ ଫ୍ରେଶନର ଟା ଦେଇପାରିବା ପାଇଁ ଆପଣ ଭାବୁଛନ୍ତି? ହଁ, ମୁଁ ତ 50ରୁ 100 ଲୋକଙ୍କୁ ବର୍ତ୍ତମାନ ଉଦ୍ୟମ କରୁଛି, କିନ୍ତୁ ଅବଶ୍ୟ ଆଭେଲେବୁଲ ହେଇନି ଏଇ ଏରିଆରେ। ଯାହା ହଉ, ତାକୁ ବହୁତ ଲୋକଙ୍କୁ, 100ରୁ ଅଧିକ ଲୋକଙ୍କୁ ଆକୁ ଦେବା ପାଇଁ ମୁଁ ପୁରା ଉଦ୍ୟମ ଚଲେଇଛି। ପଛ ପାଣି ସବୁଠୁ ସଫଳ। ଓକେ, ଥ୍ୟାଙ୍କ ୟୁ। ଚିତ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର, ଜୟ ଶ୍ୟାମ ସାର୍। Yes. ଆଜି ଯୋଉ ପ୍ରଡକ୍ଟ ଉପରେ ଆଲୋଚନା କରାଗଲା, ମାଉଥ ରିଫ୍ରେଶର, ଅଲରେଡି ମୁଁ ସେଥିରୁ 4ଟା ପ୍ୟାକେଟ ମୁଁ ଅଲରେଡି ଆଣିଥିଲି। ତା ଦେହରୁ ଗୋଟେ ପ୍ୟାକେଟ ଖୋଲିକି ପ୍ରାୟ 15 ଜଣ ପାଖାପାଖି ଲୋକଙ୍କୁ ମୁଁ ଅଲରେଡି ଟେଷ୍ଟ ପାଇଁ ଦେଇଛି। ସେମାନେ ବି ଟେଷ୍ଟ ତାର କରିଛନ୍ତି ଏବଂ ଟେଷ୍ଟରେ ଜବରଦସ୍ତ ତାର ରେଜଲ୍ଟ ଆସିଛି। ସମସ୍ତେ ବି ଭଲ କହିଛନ୍ତି, ପ୍ରଡକ୍ଟ ବହୁତ ବଢିଆ ହେଇକି। ଆଉ ବାକି ରହିଲା ଆମର ଯୋଉ ଚାଟ୍ ମସଲା ମୁଁ ତ କେବେ ଆଣିନଥିଲି, ବ୍ୟବହାର ତାକୁ କରିନି ବି ଘରେ ଟୋଟାଲ। ଚାଟ୍ ମସଲା ଉପରେ ଆଜି ପ୍ରଡକ୍ଟ ଟ୍ରେନିଂ ଯାହା ହେଲା ତା ଉପରେ କିଛି ଜାଣିଲି। ଚାଟ୍ ମସଲା ସେକେଣ୍ଡ ଟାଇମ ଆସିବ ଯୋଉ ଘରକୁ, ଆଗ ନିଜେ ଆଣିକି ଟେଷ୍ଟ କଲା ପରେ, ଯେମିତିକି ଝାଲମୁଢି, ତାପରେ ଆମର କାକୁଡି ସାଲାଡ ଏବଂ ଯୋଉ ପକୁଡି, ତାପରେ ଦହିବରା, ଛଣାଛଣି ଜିନିଷ, ଏଇ ଜିନିଷ, ତାପରେ ପାମ୍ପଡ, ଏଇ ପ୍ରକାର ସବୁ। ତାପରେ ଯୋଉ କହିଲେ ଯେ ରାଇତା ଉପରେ ଆମର ଯେମିତି ସାଧାରଣତଃ ଘରୋଇ ମିକ୍ସ ଫ୍ରୁଟ ମିକ୍ସ ସବୁ ତରକାରୀ ହୁଏ, ତା ଦେହରେ ପକେଇ ଖାଇବା, ସବୁ ଟେଷ୍ଟ କଲା ପରେ ତାପରେ ମୁଁ ଅନ୍ୟମାନଙ୍କୁ ସେଇଟା ପୁଣି ସେୟାର କରିବି ଆଉ। ଓକେ, ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ନମସ୍କାର। ମୁଁ ତ ମାନେ ଜଲଜିରା ଆଉ ଚାଟ ମସଲା ୟୁଜ କରୁଛି, ଆଉ ମୋର ବହୁତ ଇଏ ଯାଉଛି। ଆଉ ମୁଁ ଯେବେଠୁ ଚାଟ ମସଲା ବାହାରିଲାଣି, ମୁଁ ଆଉ ଧନିଆ ପତ୍ରରେ ଆଉ ତେନ୍ତୁଲି କି ଆମ୍ବୁଲ କିଛି ଦଉନି, ଚାଟ ମସଲା ଦେଇକିରି ଗ୍ରାଇଣ୍ଡିଙ୍ଗ କରୁଛି। ବହୁତ ଟେଷ୍ଟ। ଆଉ ମୁଁ ତ
ମାଉଥ ଫ୍ରେଶନର ଟା ଆପଣଙ୍କ ଠାରୁ ପାଇଥିଲି ପ୍ରସାଦ ଭାବିକିରି, ଆଉ ଆଣିନି। ଆଉ ମୁଁ ମାଉଥ ଫ୍ରେଶନର ବହୁତ ଲୋକଙ୍କୁ ଦେଇପାରିବି, ମୋର ସେତିକି ବିଶ୍ୱାସ। ଆଜ୍ଞା, ବାহ, ଧନ୍ୟବାଦ ଥ୍ୟାଙ୍କ sir। ୟୁ। ଓକେ, ଥ୍ୟାଙ୍କ ୟୁ। ଆଜି ଫାର୍ଷ୍ଟ ଟାଇମ୍ ଆଇଛନ୍ତି ଲେଙ୍କା ସାର୍, ସୁଭାଷ ଚନ୍ଦ୍ର ଲେଙ୍କା ସାର୍। କାଲି ଆମେ ତାଙ୍କୁ ୱେଲକମ୍ କରିଥିଲୁ, ଗୁରୁକୁଳ ବିଷୟରେ କହିଥିଲୁ। ସାର୍, हाँ जय आरसीएम। ଆଜ୍ଞା, ଆଜ୍ଞା ନମସ୍କାର, ଶୁଭୁଛି ତ? ନମସ୍କାର ନମସ୍କାର ଜୟ ଆର୍ସିଏମ୍। କୁହନ୍ତୁ, ଫାର୍ଷ୍ଟ ଟାଇମ୍ ଆମର ଆସିଛନ୍ତି। ଆଚ୍ଛା, କ୍ୟାମେରା ମୁଁ ଅନ୍ କରନ୍ତୁ ସାର୍, ଆଜ୍ଞା ସାର୍। କ୍ୟାମେରା ଅନ୍ ହଁ, କରନ୍ତୁ। ଜୟ ଆରसीଏମ। ସେ ମୁଁ ତ କାଲି ସାର୍ଙ୍କ ସହିତ ତ ଏବେ ମାନେ ରିସେଣ୍ଟଲି ମିଶୁଛି। ଆଉ ଯାହା ଆମେ ଜାଣୁଛୁ ପ୍ରଡକ୍ଟ ମୁଁ ଯେତିକି ବ୍ୟବହାର କଲେଣି ମତେ ଭଲ ଲାଗୁଛି, ତେଣୁ ମୁଁ ଚେଷ୍ଟା କରିବି ଆମ ଲେବୁଲରେ ଯେତିକି ହେଇପାରିବ, ଏବଂ ଚେଷ୍ଟା କରିବି ମିଟିଂ ଆଟେଣ୍ଡ କରିକିରି ମୁଁ ଏ ବିଷୟରେ ସବୁ ଜାଣିବା ପାଇଁ। ଥ୍ୟାଙ୍କ ୟୁ, ଜୟ ଥ୍ୟାଙ୍କ ୟୁ। ଓକେ, ବହୁତ ବଢିଆ କଥା। ଆମେ ସମାଜକୁ ସୁସ୍ଥ ରଖିବାରେ ବହୁତ ସାରା ଯୋଗଦାନ ବି କରିପାରିବା। ବହୁତ ବଢିଆ କଥା। ଆଜ୍ଞା। ଓକେ, ବହୁତ ବଢିଆ କଥା। ଫାର୍ଷ୍ଟ ଟାଇମ୍ ଆସିଛନ୍ତି ଆଜି। ନୟନ ସାର୍ ବି ଫାର୍ଷ୍ଟ ଟାଇମ୍ ଆସିଛନ୍ତି। ନୟନ ସାର୍, ୱେଲକମ୍। ଆଚ୍ଛା, ନୟନ ସାର୍, ସାର୍ ନମସ୍କାର। ନମସ୍କାର ସାର୍, ଜୟ ଆର୍ସିଏମ୍। ହଁ, ଜୟ ଶ୍ୟାମ। ଆଉ ଆଜି ଗୁରୁକୁଳରେ ମୁଁ କିଛି ଶୁଣିଲି, ମୁଁ ଅବଶ୍ୟ ଓପନ କରିନଥିଲି, ମ୍ୟାଡାମଙ୍କ ଇଏରୁ ଶୁଣିଲି, ବହୁତ ବଢିଆ ଲାଗିଲା। ଆଉ ଫ୍ରେଶ ଆପଣଙ୍କର ମାଉଥ ଫ୍ରେଶ ତ ଆପଣ ଷ୍ଟାର୍ଟ କରିଦେଇଥିଲେ, ବେକିଂ ଆରମ୍ଭ କରିଦେଇଥିଲେ। ଏବଂ ମୁଁ ତାକୁ ମଧ୍ୟ ଆଣିକିନି ଆମ ଅଫିସିଆଲ ଯେତେବେଳେ ଯାଉଛି ବା ଆମର କୌଣସି ୟୁନିଟ ଫ୍ୟୁନିଟ କି ଯାଉଛି ୟୁନିୟନ ଇଏରେ, ସେମାନଙ୍କୁ ସବୁ ଦେବି। ଆଉ ସେମାନଙ୍କୁ ସେଟା ଇଏ ଆପ୍ରିସିଏଟ କରିବି। ଆଉ ଚାଟ୍ ମସଲା ବିଷୟରେ ଶୁଣିଲି ଲାଷ୍ଟକୁ। ଚାଟ୍ ମସଲା ତ ମୁଁ ୟୁଜ୍ କରୁଛି, ଆମ ମ୍ୟାଡମ ତାକୁ ପ୍ରାୟ ପ୍ରତ୍ୟେକ ଦିନ ମତେ ଦଉଛନ୍ତି। ମୁଁ ମର୍ଣ୍ଣିଂ ୱାକ୍ ଆସିଲା ପରେ ଆମର ଯୋଉ ସାଲାଡ ଫାଲାଡ ମିଶେଇକିନି ଦଉଛନ୍ତି, ତାକୁ ଇଏ କରି ବହୁତ ବଢିଆ ଟେଷ୍ଟ ଅଛି। ଏବଂ ମୁଁ ସେଇଟା ମଧ୍ୟ ଆହୁରି ସ୍ପ୍ରେଡ ଅପ୍ କରିବି ଆମର ଷ୍ଟାଫ ମାନଙ୍କ ଦ୍ୱାରା। ଆଉ ଇଏଟାକୁ ଆଉ ବଢେଇବି। ଆଉ ଗୋଟେ ଗୋଟେ ତ ଲଞ୍ଚ କରୁଛି, ପୁରା ଆଗ୍ରାଭେଟ ହଉଛି ଆମର କମ୍ପାନୀ ଯେମିତି ଆଗ୍ରାଭେଟ କରୁଛି, ଆମକୁ ସେମିତି ଇନ୍ସପାଇରେସନ ହବ ଏବଂ ଆମ ଅନ୍ୟମାନଙ୍କୁ ମାନେ ଇନ୍ସପାଇରେସନ କରିବୁ। ଆଉ ଯେତେ ଇନ୍ସପାଇରେସନ କରିବୁ ସେତେ ଆମର ଗ୍ରୋଥ ବଢିବ। କେବଳ ଯେ ଆମର ଗ୍ରୋଥ ହବନି, ଆମେ ଦେଶକୁ ରୋଗମୁକ୍ତ କରିବାରେ ବି ଆମେ ବହୁତ ସହଯୋଗ କରିଦେଇପାରିବା। ନିଶ୍ଚିତ ନିଶ୍ଚିତ ସାର୍। ଆଜ୍ଞା ଆଜ୍ଞା। ବହୁତ ବଢିଆ କଥା। ଓକେ, ସାର୍ ଫାର୍ଷ୍ଟ ଟାଇମ୍ ଆସିଛନ୍ତି ମିନତି ମ୍ୟାଡାମ। ମିନତି ମ୍ୟାଡାମ, ୱେଲକମ୍। ଅନମ୍ୟୁଟ କରନ୍ତୁ। ଓକେ, ହେଇପାରୁନି ବୋଧେ। ପ୍ରବୀଣା ମ୍ୟାଡାମ, ସାର୍ ନମସ୍କାର। ନମସ୍କାର। ସାର୍ ଚାଟ୍ ମସଲା ତ କରାହଉଛି। ଆମର ସେନେ ଗେଷ୍ଟ ଆସିଥିଲେ, ମୁଁ ସେ ଚାଟ୍ ମସଲାର ଚପ୍ ତିଆରି କରିଥିଲି, ନାରିୟଲ ନଡିଆ ଫଡିଆ ସବୁ ଦେଇକି। ସେ ଏତେ ଖୁସି ହେଇ ମତେ କହିଲେ, ଏଥିରେ କଣ ଗୋଟେ ନୂଆ ଜିନିଷ ପକେଇଛ, ମତେ ଦିଅ। ମୁଁ କହିଲି ତମେ ଖାଇସାର, ତାପରେ ନୂଆ ଜିନିଷ। ସେ 4 ପ୍ୟାକେଟ ନେଇକି ଗଲେ। ସେ ବାହ, ଏବେ ମତେ ଖବର ବହୁତ ବଢିଆ ଦେଇଛନ୍ତି, କଥା। ମତେ ଆଉ 10 ପ୍ୟାକେଟ ଦବ। ବାহ ବାହ। ଆଉ ତ ମାଉଥ ଫ୍ରେଶନର ବିଷୟରେ ସାର୍ ତ ଆମେ ଏଇଟାକୁ ଆଣିନୁ। ଆଉ ଏଇଟାକୁ ଆଣିକି ଆମେ ଦବା, ଆଉ ଆମର ସମସ୍ତଙ୍କୁ ଦବା, ବାଣ୍ଟିବା ଆଉ। ସେଇ ଓକେ, ଜିନିଷ ଉପରେ ଏତେ ଜ୍ଞାନ ନାହିଁ। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ଶର୍ମିଷ୍ଠା ମ୍ୟାଡାମ, ନମସ୍କାର ସାର୍, ଜୟ ଆର୍ସିଏମ୍। ନମସ୍କାର। ସାର୍ ମୁଁ ଚାଟ୍ ମସଲା ତ ୟୁଜ୍ କରିଛି, ମତେ ବହୁତ ଭଲ ଲାଗିଛି। କିନ୍ତୁ ଏଇ ମାଉଥ ଫ୍ରେଶନର ମୁଁ ୟୁଜ୍ କରିନି। ତାକୁ ମୁଁ ୟୁଜ୍ କଲା ପରେ ଅନ୍ୟମାନଙ୍କ ପାଖେ ସେୟାର କରିବି ଆଉ। ଧନ୍ୟବାଦ। ଓକେ, ଥ୍ୟାଙ୍କ ୟୁ। ସୁଭାଷ ସାର୍, ହଁ ସାର୍, କୁହନ୍ତୁ ସାର୍। हाँ सर, yes हम सर। और चाट मसला तो यूज होची माउथ फ्रेशनर मिलिनी। ଚାଟ୍ ମସଲା ଖାଲି ଆଜି ଏ ଯୋଉ ଫଳ ଫଳ ଖାଇଲେ ଆମେ ୟୁଜ୍ କରୁଥିଲୁ, ଆଜି ସବୁ ଜାଣି ଗୁଡାଏ ଜିନିଷ ତାକୁ ଦିଆଯାଇ ପାରିବ। ତ ପରଟା ଫରଟା ସବୁ ପ୍ରକାର ଜିନିଷ ଆମେ ଚାଉମିନ ଆମେ ବ୍ୟବହାର କରୁଛୁ। ଆଉ ପ୍ରମୋଟ କରିବା ପୁଣି। ଓକେ, ବହୁତ ବଢିଆ। ଆକ୍ଚୁଆଲି ସାର୍, ମୁଁ କହିବି କଥା, ସୁଭାଷ ସାର୍ଙ୍କର ଗୋଟେ ବହୁତ ବଢିଆ ଖାସିୟତ ଅଛି। ଯେମିତି ଦେଖନ୍ତୁ, ଆରସିଏମ ବହୁତ କଥା ଶିଖଉଛି। କଦମ ସିଂ ରାଠି ସାର୍ କହନ୍ତି ଯେ ହଜାର ହଜାର କଥା ଆମକୁ ଶିଖଉଛି। ଫାର୍ଷ୍ଟ କଥା ହଉଛି ଯେ ବହୁତ ସାରା ପଇସା ତ ମିଳୁଛି, ସବୁ କିଛି ମିଳୁଛି, ଆମକୁ ଟାଇମ ମ୍ୟାନେଜମେଣ୍ଟ ଶିଖଉଛି, ଆମକୁ ନେମ୍ ମିଳୁଛି, ଆମକୁ ଫେମ୍ ମିଳୁଛି। ଆମେ ବହୁତ କଥା ଶିଖିବାକୁ ମିଳେ। କଣ ନା, ଆମେ କ୍ୟାମେରା ଅନ୍ କରିକି ଯଦି କହିବା,
ତ ସେଠି କଣ ହୁଏ ନା ଆମ ଆମ ଚେହେରାଟା ଲୋକଙ୍କୁ ଦେଖାଯାଏ। ସାମ୍ନା ବାଲା ଲୋକ ପାଖରେ ଆମେ ପହଞ୍ଚି ନଥିବା କିନ୍ତୁ ସିଏ ଆମକୁ ଚିହ୍ନି ଦେଇ ପାରିବ। ମୁଁ ବି ଦେଖୁଛି ବହୁତ ସାରା ଜାଗାରେ ମୁଁ ଲୋକଙ୍କୁ ଚିହ୍ନିନି କିନ୍ତୁ ସେମାନେ କହୁଛନ୍ତି ଇଏ ସପୋଜ ସାର୍। ତ ଇଏଟା ଗୋଟେ ବହୁତ ବଡ କଥା। ଆଉ ସେ ବି ସବୁବେଳେ ଯେତେବେଳେ ବି କହନ୍ତି କ୍ୟାମେରା ଅନ୍ କରିକି କହନ୍ତି ତାକି ତାଙ୍କର ନେମ୍ ଫେମ୍ ବଢିପାରିବ। ଆରସିଏମ ବି ଚାହୁଁଛି ଆପଣ ପୁରା ହିନ୍ଦୁସ୍ତାନରେ ଆପଣଙ୍କର ନାଁ ବି ବଢୁ ଆଉ ଆପଣଙ୍କର ପରିଚୟ ବି ଆପଣଙ୍କର ହେଇସାରୁ, ଗୋଟେ ନେମ୍ ଫେମ୍ ଆପଣଙ୍କର ବଢିସାରୁ। ଇଏ ଗୋଟେ ବହୁତ ବଢିଆ କଥା। ଥ୍ୟାଙ୍କ ୟୁ ସୁଭାଷ ସାର୍। ଆମେ ମିନତି ମ୍ୟାଡାମ। ଆଚ୍ଛା। ମିତାଞ୍ଜଳି ମ୍ୟାଡାମ, ମିତାଞ୍ଜଳି ମ୍ୟାଡାମ। ହଁ ହଁ, ମିତାଞ୍ଜଳି ମ୍ୟାମ୍ ତ ସରିଲେ। ନମିତା ମ୍ୟାଡାମ, ସାର୍ ନମସ୍କାର। ନମସ୍କାର। ସାର୍ ଚାଟ୍ ମସଲା ତ ଅଲରେଡି ମୁଁ ହଉଛି ମୋର ଝିଆରୀକୁ ବାଙ୍ଗାଲୋର ପଠେଇ ଦେଇଛି। ବହୁତ ସାରି ଜିନିଷ ଆରସିଏମର ମୁଁ ଚାଖିକି ସେ ବି ବହୁତ ଭଲ ବୋଲି କହିଲା ଏ ପ୍ରଡକ୍ଟ ବହୁତ ଭଲ। ଆଉ ନୟନ ସାର୍ଙ୍କୁ ମୁଁ ସବୁଦିନେ ସାଲାଡ କରିକି ସବୁବେଳେ ଦଉଛି। ଆଉ ଆମର ଯୋଉ ଜିନିଷରେ ଦରକାର ସେଇଥିରେ ପକେଇକିରି କୋଉଠି ମୁଢି ମିକ୍ସଚର ଯୋଉଥିରେ ପକଉଛୁ ବହୁତ ଭଲ ଲାଗୁଛି। ମୁଁ ଏଇଟା ସବୁ ମୋର ରିଲେସନ ସମସ୍ତଙ୍କୁ ସ୍ପ୍ରେଡ ଅପ୍ କରିବା ପାଇଁ ଚିନ୍ତା କରୁଛି ଆଗକୁ। ଆଉ ଏଇଟା ମାଉଥ ଫ୍ରେଶନର ମୁଁ ଆଣିନି, ସେଇଟା ବ୍ୟବହାର କଲା ପରେ ଆପଣଙ୍କଠୁ ଯାହା ବ୍ୟବହାର କରିଥିଲୁ ଆଉ କିଛି ବ୍ୟବହାର କରିନୁ, ଆଣିଲା ପରେ ଯାହା ଇଏ କରିବି ଆଉ। ଓକେ, ଥ୍ୟାଙ୍କ ୟୁ ମ୍ୟାମ୍। ରହୁଛି। ମିନତି ମ୍ୟାଡାମ ଆପଣ ଅନମ୍ୟୁଟ କରିପାରିବେ କି? ଆପଣଙ୍କର ଅନମ୍ୟୁଟର ଗୋଟେ ଅପସନ ଯାଉଛି, ଖାଲି ଓକେ ମାରିବେ ସେଥିରେ। ବୋଧେ ହେଇପାରୁନି। ଠିକ ଅଛି, ନେକ୍ସଟ ଟାଇମ୍ ଆମେ କହିଦେଇ ପାରିବା ତାଙ୍କର। ଓକେ, ଠିକ ଅଛି। ବହୁତ ବଢିଆ କଥା। ଆଜି ଆପଣମାନଙ୍କର ମତାମତ ଶୁଣିଲେ ଆଉ ସାର୍ଙ୍କର ବି ବହୁତ ସାରା ଜ୍ଞାନ ଆମେ ନେଲେ। କାରଣ ଆମେ ବସିଛେ ହଜାର ହଜାର ଲୋକଙ୍କର ରିପେଣ୍ଟିଭ ହିସାବରେ ଆମେ ବସିଛେ। ଯୋଉ ସକାଳୁ ଯୋଉ ସମୟ ଆମେ ଦଉଛେ ଯେ ଇଏ କେବଳ ଟାଇମ ପାସ୍ ପାଇଁ ନୁହେଁ, ଆମେ ହଜାର ହଜାର ଲୋକଙ୍କର ରିପେଣ୍ଟିଭ ହିସାବରେ ବସିଛେ। ତ ହଜାର ହଜାର ଲୋକଙ୍କ ପାଖରେ ଆମ ର ଚିନ୍ତାଧାରା, ଆମ ବିଚାରକୁ ପହଞ୍ଚେଇବାର ଦାୟିତ୍ୱ ଏ ସମାଜ ଉପରେ ଆମର ଅଛି। ଇଏ ଦାୟିତ୍ୱକୁ ଆମେ ନିଭେଇବା। କେବଳ ଯେ ଆମେ ଜନ୍ମ ହେଇଛେ ଆମ ପରିବାରର ଦାୟିତ୍ୱ ଅଛି, ନାଇଁ, ଆମ ଏଇ ସମାଜ ପ୍ରତି ବି ଆମର ବହୁତ ସାରା ଦାୟିତ୍ୱ ଅଛି। ଇଏ ଗୋଟେ ବହୁତ ବଢିଆ କଥା ସାର୍ ଆଜି କହିଲେ ଆମକୁ। ଅଛି। ଆଉ ସବୁଠୁ ବଡ କଥା କହିଲେ, ଗୁରୁକୁଳ ହଉଛି ସମସ୍ୟାର ସମାଧାନ। ଯେତେ ବି ସମସ୍ୟା ଥାଉ, ଆରସିଏମ ରେ ଆପଣ ଯାହା ବି ସମସ୍ୟା ଆପଣ ପାଉଛନ୍ତି, ଯେ ବି ଆରସିଏମ ରେ ତ ସମସ୍ୟା ନାହିଁ, ସମାଜରେ ଯୋଉ ପ୍ରକାରର ସମସ୍ୟା ଉପୁଜୁଛି ତାର ସମାଧାନ ଆପଣଙ୍କୁ ମିଳିଯିବ ଗୋଟିଏ ପ୍ଲାଟଫର୍ମରେ। ସେ ପ୍ଲାଟଫର୍ମ ହଉଛି ଗୁରୁକୁଳ। ତାକୁ ପ୍ରାୟୋରିଟି ରଖିବା ନିହାତି ଦରକାର। ବହୁତ ସାରା କଥା ସାର୍ କହିଲେ, ମୁଁ ବି ସେଥିରେ ସହମତ। ଆଉ ଟ୍ରେନିଂ ଦ୍ୱାରା ଯଦି ଆତଙ୍କବାଦୀ ତିଆରି ହେଇଯାଇ ପାରୁଛି, ଟ୍ରେନିଂ ଦ୍ୱାରା ଯଦି ଲୋକଙ୍କୁ ଆତ୍ମଘାତୀ ତିଆରି ହେଇପାରୁଛି, ତାହେଲେ ଟ୍ରେନିଂ ଦ୍ୱାରା ଆମେ କାହିଁକି ଭଲ ଲୋକ କାହିଁକି ତିଆରି କରିପାରିବାନି? ସେଇଟା ବି ବହୁତ ବଢିଆ କଥା। ଆଉ ଆପଣମାନଙ୍କ ପାର୍ଟିସିପେସନ ଏମିତି ବି ରହିଥାଉ, ବଢି ବଢି ଚାଲିଥାଉ। ଆପଣ ନୂଆ ନୂଆ ଲୋକଙ୍କୁ ଇନଭାଇଟ୍ କରନ୍ତୁ, ତାକି ଆମେ ଗୋଟେ ସୁସ୍ଥ ସମାଜ ଆମେ ତିଆରି କରିଦେଇ ପାରିବା। ଆଚ୍ଛା, ମିନତି ମ୍ୟାଡାମ ଆପଣ ଅନମ୍ୟୁଟ କରିପାରିବେ କି? ଅନମ୍ୟୁଟ କରନ୍ତୁ। ନା, ତା ପାଖରେ ଗୋଟେ ଅନମ୍ୟୁଟ ର ଓକେ ଅପସନ ଆସୁଛି, ତ ଆପଣ ସେଇଟା କରନ୍ତୁ। ଆଜି ଫାର୍ଷ୍ଟ ଟାଇମ ଆପଣ ଆସିଛନ୍ତି, ୱେଲକମ୍ ଆପଣଙ୍କୁ। ଗୋଟେ ଓକେ ର ଅପସନ ଆସୁଛି, ଆପଣ କ୍ୟାମେରା ତ ଅନ୍ ଅଛି। ଓକେ, ଠିକ ଅଛି, କିଛି ନାହିଁ। ଆଜି ତ ଅଲରେଡି ସମୟ ହେଇଯାଇଛି। ଆମେ ପୁଣି କାଲି ବସିବା। ଆଉ କାଲି ନୂଆ ନୂଆ ସାଥୀ ମାନଙ୍କୁ ଡାକିକି ବସିବା, ତାକି କଣ ହବ ନା ସେମାନଙ୍କୁ ତାଙ୍କ ବିଚାରର ପରିବର୍ତ୍ତନ ଯଦି ହବ, ତାହେଲେ ଆମେ ତାଙ୍କୁ ସଂସ୍କାରିତ ବି କରିପାରିବା, ଏ ସମାଜକୁ ସୁନ୍ଦର ବି କରିଦେଇ ପାରିବା। ତା ମାଧ୍ୟମରେ ବହୁତ କିଛି ଡେଭଲପମେଣ୍ଟ ହେଇପାରିବ। ଆଉ ସ୍ୱାବଲମ୍ବନ ତ ଅଲରେଡି ପ୍ରଡକ୍ଟ ସେଲ୍ ହବ, ତ ଇନକମ୍ ତ ଆସିବ। ଆଉ ଗୁରୁଦେବ ସଞ୍ଜୀବ ଜୀ ସବୁବେଳେ କୁହନ୍ତି ଯେ ଯାହା ବି କିଛି ପ୍ରଡକ୍ଟ ଆସିଲା, ତ ସବୁ କିଛି ପ୍ରଡକ୍ଟ ଆମେ ଯଦି ଗ୍ରାହକ ହିସାବରେ କେବଳ ଯଦି ୟୁଜ କରିବା ତାହେଲେ ହବନି। ଆଜି ସେଇ କଥାରେ ବି ଚାନ୍ଦ ସାର୍ ମୋହର ବି ମାରିଲେ। ତ ଆମେ ଗ୍ରାହକ ହିସାବରେ କିଣିବାନି, ଆମେ କରିବାନି, ଆମେ ଜଣେ ବିଜନେସମ୍ୟାନ ହିସାବରେ ଯଦି କରିବା ତାହେଲେ ଆମ ସ୍ୱାବଲମ୍ବନ ବି ଆମର ହେଇପାରିବ। ଓକେ, ଲାଷ୍ଟରେ କଣ ଆରତି ଅପା କହୁଛନ୍ତି ତ ଆମେ ଶେଷ କରିବା? ନାଇଁ ନାଇଁ, ମୋ କହିବା କଥା, ମୁଁ ଆଜି ଏତେ କଷ୍ଟରେ ଆକୁ ସବୁ କଲି ସକାଳୁ, ଏଇଟାକୁ ଆଜି ସମସ୍ତେ ଖାଇକି ଯା। ହଁ, ଓକେ, ପଠାନ୍ତୁ ପଠାନ୍ତୁ। ବହୁତ ବଢିଆ, ଦିଅନ୍ତୁ ଦିଅନ୍ତୁ।
ହଁ ପଠାନ୍ତୁ। ଆମେ ଖାଇଲୁ। ଆପଣ ଏତେ ସ୍ନେହରେ କରିଛନ୍ତି ଆଉ ଆମେ ଖାଇବୁନି କେମିତି? ଆମେ ଖାଇ ସାରିଲୁଣି। ଆପଣ ଦେଖି ସାରିଲେଣି ମାନେ ଆମେ ଖାଇ ସାରିଲୁଣି। ଆରେ ଆରେ ଅପା ଭାଇଙ୍କ ହାତରେ ପଠେଇଦେ, ଆମେ ସବୁ ପାଇଯିବୁ। ହଉ ହଉ। ଭାଇଙ୍କୁ ସବୁବେଳେ କାମରେ ଲଗେଇବେ କି ଆମେ ଆମେ କାମରେ ଲଗେଇବେ? ଭାଇ, ତମେ ସପୋର୍ଟ କରିବନି ହବ କେମିତି? ଆରତୀ ମ୍ୟାଡାମ, ଆପଣ ସବୁବେଳେ ମାନେ ଅନ୍ୟମାନଙ୍କୁ ଖୁଆଇବା ମେଣ୍ଟାଲିଟି ଯୋଉ ରଖିଛନ୍ତି, ତେଣୁ ତାକୁ ପୂରଣ କରିବା ପାଇଁ ପ୍ରତି ମାସରେ ଥରେ ଦିଥର ଆପଣ ସମସ୍ତଙ୍କୁ ଡାକନ୍ତୁ, ଆପଣଙ୍କ ଘରେ ସବୁ ଯାଇକିରି ଖାଇବେ। ମୁଁ ରେଡି। ବହୁତ ବଢିଆ। ଆଜି ବହୁତ ବଢିଆ ପାର୍ଟିସିପେସନ ଆପଣଙ୍କର ରହିଲା। ଏମିତି ଆପଣ ସବୁଦିନେ ଆସୁଥାନ୍ତୁ ଗୁରୁକୁଳରେ, ନୂଆ ନୂଆ କଥା ଶିଖୁଥାନ୍ତୁ। ଆଉ କାଲି ପୁଣି ଆମେ ନୂଆ କଥା ଶିଖିବା। ନମସ୍କାର। ଜୟ ଆରସିଏମ। ଜୟ ଜୟ ଆର୍ ଆରସିଏମ, ଜୟ ଜୟ ଆରସିଏମ। ଆର୍ସିଏମ୍। ଜୟ ଆର୍